ଆସନ୍ତା ଅଗଷ୍ଟରେ ସାରା ଦେଶ ପାଳିବାକୁ ଯାଉଛି 80ତମ ସ୍ୱାଧୀନତା ଦିବସ। ଆମ ଦେଶ ସ୍ୱାଧୀନତା ପ୍ରାପ୍ତିକୁ ଆଜିକୁ ଦୀର୍ଘ 79 ବର୍ଷ ଅତିକ୍ରମ କରିସାରିଥିବା ବେଳେ ଆଜି ବି ଏମିତି ଏକ ଗାଁ ଅଛି ଯେଉଁଠି ବର୍ଷା ଦିନ ଆସିଲେ ଗାଁ ଦାଣ୍ଡରେ ପାଦରେ ଚପଲ ପିନ୍ଧି ପାରନ୍ତିନି ଗ୍ରାମବାସୀ। ଏ କେଉଁ ଉପାନ୍ତ ଅଞ୍ଚଳ ନୁହେଁ। ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହିରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୌରାଦେଇପୁର ଗାଁର। ଚାନ୍ଦବାଲି ବ୍ଲକ ମୁଖ୍ୟାଳୟଠାରୁ ମାତ୍ର 20 କିଲୋମିଟର ଦୂରତା ମଧ୍ୟରେ ଏହି ଗାଁଟି ଥିବାବେଳେ ଆଜି ଯାଏଁ ଅଞ୍ଚଳର ସମସ୍ୟା ଉପରେ ନଜର ପଡ଼ିପାରିନି ପ୍ରଶାସନର। ନିର୍ବାଚନ ଆସେ ଯାଏ, ବିଭିନ୍ନ ସମୟରେ ନେତା ପରିବର୍ତ୍ତନ ହୁଅନ୍ତି। ନିର୍ବାଚନ ଆସିଲେ ନେତା ଦୁଆରକୁ ଆସି ମାଳ ମାଳ ପ୍ରତିଶ୍ରୁତି ଦେଇଯାଆନ୍ତି। ହେଲେ ନିର୍ବାଚନ ସରିଗଲେ ନେତାଙ୍କର ପାଦ କେବେ ଗାଁରେ ପଡ଼େନି ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ। ସାଧାରଣତଃ ପିଇବା ପାଣି ଟିକେ ପାଇବା ପାଇଁ ହନ୍ତସନ୍ତ ଲୋକେ କାଦୁଅ ଭର୍ତ୍ତି ରାସ୍ତାରେ ଆସିବା ସହ ବର୍ଷା ଦିନରେ ପାଣି ନିଷ୍କାସନ ହୋଇପାରୁନଥିବାରୁ ନଳକୂପ ପାଖରେ ପାଣି ଜମି ରହି ଦୂଷିତ ପରିବେଶ ସୃଷ୍ଟି କରୁଛି। ବର୍ଷା ଦିନ ଆସିଲେ ଛୋଟ ପିଲାଙ୍କର ଅଙ୍ଗନବାଡ଼ି ଏବଂ ସ୍କୁଲ ଯିବା ବନ୍ଦ ହୋଇଯାଏ। ଗୌରାଦେଇପୁର ଏମିତି ଏକ ଗାଁ, ଏଠି ଯେଉଁଠି ଦେଖିବେ ସେଇଠି କାଦୁଅ। ଦୈନନ୍ଦିନ କାର୍ଯ୍ୟ କରିବା କଷ୍ଟକର ହୋଇପଡ଼ିଥିବା ବେଳେ ଏହାର ପ୍ରତିବାଦରେ ଗାଁ ରାସ୍ତାରେ ଧାନ ତଳି ରହିଛନ୍ତି। ଆଜି ମଧ୍ୟ ବର୍ଷା ଦିନରେ ଗାଁକୁ ଜରୁରୀକାଳୀନ ଗାଡ଼ି, ଆମ୍ବୁଲାନ୍ସ ହେଉ କିମ୍ବା ଦମକଳ ଗାଡ଼ି ଏସବୁ ଆସିବା ପାଇଁ ଅସମ୍ଭବ ପାଲଟିଥାଏ। ଯଦି ଜଣେ ଗର୍ଭବତୀ ମହିଳା କିମ୍ବା ରୋଗୀଟିଏ ଡାକ୍ତରଖାନା ଯିବା ଆବଶ୍ୟକ ପଡ଼େ ତେବେ ସାଙ୍ଗୀ ଭାର ହିଁ ଭରସା। ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ଯଦି ଗ୍ରାମବାସୀଙ୍କର ମୌଳିକ ସମସ୍ୟା ଦୂର ନ ହୁଏ ତେବେ ସାମୂହିକ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗୌରାଦେଇପୁର ଗ୍ରାମବାସୀ। ବର୍ଷା ଦିନରେ ବହୁତ ହଇରାଣ ହଉଛୁ। କେତେବେଳେ ତ ମାନେ ପାଣି ଆଣିତେ ଆସିଲା ବେଳକୁ ତ କଷ୍ଟ କରିକି ସେ କାଦୁଅର କୋଉଠି କଚରା ଖାଇ ମଧ୍ୟ ନବୁ, ପାଣି ପିଇବୁ, ନହେଲେ ତ ସେଇ ଆମର ଯୋଉ ଟେପ୍ ପାଣି ତାକୁ ବି ପିଇକି ବ୍ୟବହାର କରୁଛୁ। ଥଣ୍ଡା ଜ୍ୱର ହଉଛି ଛୋଟ ଛୁଆଙ୍କୁ, ବହୁତ ଆମେ ଅସୁବିଧାରେ ଏଠି ସମ୍ମୁଖୀନ ହଉଛୁ, କିନ୍ତୁ ବହୁତ ହଇରାଣ ହଉଛୁ। ଆଜ୍ଞା, ଟ୍ୟୁବଲ ତ ବନ୍ତା, ମାନେ ସେଠୁ ବି ଯାଇକି ସେଠି ପାଣି ଆଣିବା ବି ବହୁତ ହଇରାଣ। ସେ ଟ୍ୟୁବଲ କତିରୁ ତା ଦେହରେ ଯୋଉ କଷ୍ଟ ମଷ୍ଟିକି ଆସୁଛୁ, କଚଡ଼ା ଖାଉଛୁ, ଭଲ ମନ୍ଦ କରୁଛୁ, ପାଣି ଆସିକି ମଧ୍ୟ ନଉଛୁ। ଆଉ କଣ କରିବୁ? ଆଉ ପିଇବୁନି ଆମେ? ଛୋଟ ଛୁଆଙ୍କୁ ଅଲଗା ପାଣି ଦେଲା ବେଳକୁ ତାଙ୍କୁ ଜ୍ୱର ନୁଆର ହଉଛି, ଆମେ କଣ କରିବୁ? ତ ଆମେ କେମିତି ଲୋକ ଏଠି ଚଳିବେ, କେମିତି ଆଜ୍ଞା ଆଗକୁ ବଢିବେ? ଲୋକ 80 ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛନ୍ତି ସ୍ୱାଧୀନତା ଦିବସର, କିନ୍ତୁ ଆଜି 80 ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ ଆଜି ଆମ ଗାଁ କୋଉ ସ୍ତରରେ ଅଛି? ଆଉ ଆଜି ଆପଣମାନେ ଦେଖନ୍ତୁ, ଆପଣମାନେ ସବୁବେଳେ ଟିଭି ନ୍ୟୁଜରେ ଦେଖୁଥିବେ, ଆଜି ମହାକାଶ ଠାରୁ ଆରମ୍ଭ କରିକି ଚନ୍ଦ୍ରଯାନ ପର୍ଯ୍ୟନ୍ତ ଆଜି ବିଭିନ୍ନ ପ୍ରକାର ପରୀକ୍ଷଣ ହେଉଛି। ଆମେ କେତେ ଆଗରେ ଅଛନ୍ତି, ଆମ ଦେଶ କେତେ ଆଗରେ ଅଛି, କିନ୍ତୁ ଆଜି ଆମ ଗାଁ କେତେ ପଛରେ ଅଛି ସେଇଟାକୁ ଆଜି ବାକି ରହିଲା ଏମାନେ ବୁଝିବା ଦରକାର। ଯେ ଆଜ୍ଞା ପ୍ରତିଶ୍ରୁତି ହେଉଛି ଯେତେବେଳେ ପେଟ କାଟିବ ଆପଣ ମେଡିସିନ ଖାଇବେ, ଯେତେବେଳେ ପେଟ କଟା ବନ୍ଦ ହେଇଯିବ ମେଡିସିନ କୁଆଡ଼େ ଆପଣ କୁଆଡ଼େ, ସେମିତି ଏ କଥା ଆଜ୍ଞା। ଯେତେବେଳେ ସେମାନଙ୍କର ଭୋଟର ଆବଶ୍ୟକତା ପଡ଼ିଥିବ ସେମାନେ ଆସିବେ ଆପଣଙ୍କ ପାଖକୁ ଭୋଟ ନେବା ପାଇଁ, ଆପଣ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେବେ। ତାପରେ ସିଏ ତାଙ୍କ ବାଟରେ ତାଙ୍କ ଘରେ ସେମାନେ ରହିବେ। ଆଉ ତମେ ଯୋଉ କଚା ରାସ୍ତାରେ ପଡ଼ିଥିବ, ଯୋଉ କାଦୁଅ ରାସ୍ତାରେ ପଙ୍କ ରାସ୍ତାରେ ପଡ଼ିଥିବ, ସେ ପଙ୍କ ପାଣିକି ପିଇବ, ଏଇ କଚା ରାସ୍ତାରେ ଆଜ୍ଞା ଚାଲିବ। ଆଜ୍ଞା ସମସ୍ତେ କମ୍ପ୍ଲେନ କରୁଛନ୍ତି ଏଥର ଭୋଟ ବର୍ଜନ କରିବେ, ଏ ଗାଁରେ କେହି ଭୋଟ ଦେବେ ନାହିଁ ବୋଲି ଯାହା ପ୍ରତିଶ୍ରୁତି ମିଳୁଛି। କିଛି ଲୋକ କହୁଛନ୍ତି ଯେ ଆମେ ଭୋଟ ଦେବୁ ନାହିଁ, ଯେ ଆମ ଗାଁର ଆଜି କିଛି ବି ବିକାଶ ହେଇନି। ଆଜି ଗାଁର ବିକାଶ କିଛି ବି ନାହିଁ। ଗାଁର ବିକାଶ ବୋଇଲେ ବ ଅକ୍ଷର ପାଖରେ ରହିଯାଇଛି, ଆଗକୁ ବି ଗଡ଼ି ନେଇ ତ କୌଣସି ପ୍ରକାର ତ ହେଇପାରୁନି। ଆମେ ଆଉ କଣ କରିବୁ? ହଁ ହବ, ଭୋଟ ଦିଅ, ଆର ବର୍ଷ ଆମେ କରିବୁ। କିନ୍ତୁ ଆର ବର୍ଷ ଯାଇକି ଆର ବର୍ଷ ହେଉଛି, ଇଆଡ଼େ ସିଆଡ଼େ ହେଇଯାଉଛି, ଝାଡ଼ା ଫେରିବାକୁ ହେଇଯାଉଛି ଲୋକଙ୍କର। କିନ୍ତୁ ଆମ ଏଠି ଗତାଗତ ପାଇଁ ଏ ଯୋଉ 10 ଘର ଆମେ ରହିଛୁ ମଝି ଭିତରେ, ତାଙ୍କ ପାଇଁ ରାସ୍ତା ହେଉ ନାହିଁ। ଆଣିକି ନେଇକି ଯିବୁ ଏଠିକି, ଆଉ କଣ ଏଇଟା। ଦେଖିବାକୁ ବାକି ରହିଲା କେବେ ପ୍ରଶାସନର ନଜର ପଡ଼ୁଛି ଏହି ଗାଁ ଉପରେ। ଚାନ୍ଦବାଲିରୁ ପ୍ରଶାନ୍ତ କୁମାର ପାଣିଙ୍କ ରିପୋର୍ଟ, ସନଷ୍ଟାର ଟିଭି।